ଏହି ଅବସରରେ ଆଜି ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ସୌଭାଗ୍ୟ ମିଳିଲା। ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସୌଭାଗ୍ୟ ମିଳିଲା। ଏ ପଞ୍ଚାୟତରାଜ ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଲା କ୍ଷମତାକୁ ବିକେନ୍ଦ୍ରୀକରଣ କରି କିଭଳି ଭାବରେ ତୃଣମୂଳ ସ୍ତରରେ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିହେବ, ତା ସହିତ ବିଭିନ୍ନ ଯୋଜନା ବା ଶାସନ ବ୍ୟବସ୍ଥାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଏ ଦିବସ ପାଳନ କରାଯାଏ। ଆଜି ଏ ପବିତ୍ର ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ତାଳବଣିଆଠାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଏବଂ ଆମେ ମଧ୍ୟ ମାନ୍ୟବର ବିଧାୟକ ଖଣ୍ଡପଡ଼ା ମାନ୍ୟବର MP ସୁକାନ୍ତ ଭାଇ ଆମେ ସମସ୍ତେ ଏହି ନୟାଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସମସ୍ତେ ଉପସ୍ଥିତ ରହିଥିଲୁ ଏବଂ ଆଜି କ୍ରୀଡ଼ାର ଭିତ୍ତିଭୂମିର ବିକାଶ ସହିତ ପଞ୍ଚାୟତରାଜର ବିଭିନ୍ନ ପ୍ରକାର ଯୋଜନାର ଶୁଭାରମ୍ଭ କରାଗଲା। ଆମ ସରକାରଙ୍କର ଲକ୍ଷ୍ୟ ସମାଜର ଶେଷ ଭାଗରେ ବସବାସ କରୁଥିବା ଲୋକମାନଙ୍କର ଜୀବନଶୈଳୀରେ ପରିବର୍ତ୍ତନ ଆସୁ ଏବଂ ଏହି ବ୍ୟବସ୍ଥାକୁ କିଭଳି ଭାବରେ ଆହୁରି ସ୍ୱଚ୍ଛ ଏବଂ ଲୋକମାନଙ୍କ ସହିତ ସ୍ୱଚ୍ଛତାର ସହିତ ପହଞ୍ଚାଇବା ସହିତ ଲୋକମାନଙ୍କ ପାଇଁ ଯେଉଁ ଯୋଜନା ହେଉଛି କିଭଳି ଭାବରେ ଲୋକଙ୍କ ପାଖରେ ପହଞ୍ଚିବ, ଏ ଲୋକଙ୍କ ସରକାରର ମୁଖ୍ୟ ଆଭିମୁଖ୍ୟ। ପ୍ରତ୍ୟେକ ଘରେ ପିଇବା ପାଣି ପହଞ୍ଚୁ, ସବୁ ଲୋକଙ୍କ ପାଇଁ ପକ୍କା ଘର ରହୁ, ସବୁ ଲୋକମାନଙ୍କର ଜୀବନଶୈଳୀର ଉନ୍ନତି ଆସୁ, ଗ୍ରାମୀଣ ଭିତ୍ତିଭୂମିର ବିକାଶ ହେଉ, କ୍ରୀଡ଼ାର ଭିତ୍ତିଭୂମିର ବିକାଶ ହେଉ, ଏ ସବୁକୁ ପ୍ରାଧାନ୍ୟ ଦେଇ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ଏବଂ ଆମେ ସମସ୍ତେ ମିଶି ଆମ ଅଞ୍ଚଳକୁ କିଭଳି ଭାବରେ ସୁଦୃଢ଼ କରିବା, ଆମ ଅଞ୍ଚଳକୁ ବିକଶିତ କରିବା, ତା ସହିତ ଓଡ଼ିଶାକୁ ବିକଶିତ କରିବା ଆଜିର ଦିନରେ ସମସ୍ତେ ସଂକଳ୍ପ ନେବାର ଆବଶ୍ୟକତା ଅଛି। ନୟାଗଡ଼ ଜିଲ୍ଲା ଗୋଟେ ଶିଳ୍ପବିହୀନ ଜିଲ୍ଲା ଭାବେ ପରିଗଣିତ। ମାନ୍ୟବର ମନ୍ତ୍ରୀ କହିବି କିଛି ସ୍ୱତନ୍ତ୍ର ଇନିସିଏଟିଭ୍ ଅଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଗୋଟେ କଥା ଘୋଷଣା କରିଛନ୍ତି, କୌଣସି ଜିଲ୍ଲା ଶିଳ୍ପବିହୀନ ରହିବ ନାହିଁ। ତା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଓଡ଼ିଶାକୁ ଏଥର ବହୁତ ପୁଞ୍ଜି ନିବେଶ କରିବା ପାଇଁ ନିବେଶକମାନେ ମନ ବଳେଇଛନ୍ତି। ପାଖାପାଖି 16,63,00,000 କୋଟି ଟଙ୍କାର ଆଗାମୀ ଦିନରେ ନୟାଗଡ଼ ଜିଲ୍ଲାରେ ଲ୍ୟାଣ୍ଡ ଆକ୍ୱିଜିସନ୍ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି। ଲ୍ୟାଣ୍ଡ ଆକ୍ୱିଜିସନ୍ ପ୍ରକ୍ରିୟା ଯେତେବେଳେ ଶେଷ ହେବ, ନିଶ୍ଚିତ ଭାବରେ ନୟାଗଡ଼ ଜିଲ୍ଲାରେ ମଧ୍ୟ ଆଗକୁ ବିଭିନ୍ନ ଇଣ୍ଡଷ୍ଟ୍ରିଜମାନଙ୍କ ସହିତ କଥାବାର୍ତ୍ତା ଚାଲିଛି, ଶିଳ୍ପପତିମାନଙ୍କ ସହିତ କଥାବାର୍ତ୍ତା ଚାଲିଛି କିଭଳି ଭାବରେ ନୟାଗଡ଼ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହେବ, ତା ପାଇଁ ସରକାରଙ୍କର ମଧ୍ୟ ସତର୍କତା ରହିଛି। ଚିନି କଳ ଗୋଟେ ଦୀର୍ଘ ଦିନର ଦାବି, ତା ଉପରେ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ନେବେ। ଚିନି କଳ କଥା ଯେଉଁ କହୁଛନ୍ତି, ଚିନି କଳ ଆମର ଗୋଟେ ପଲିସି ଅଛି ଶିଳ୍ପ ଇଣ୍ଡଷ୍ଟ୍ରିକି କିଭଳି ଭାବରେ ରିଭାଇଭ୍ କରିବା ପାଇଁ, ତାର ଲାଇବିଲିଟି କେତେ ଅଛି, ତାର ଆନୁଷଙ୍ଗିକ ବ୍ୟବସ୍ଥା କ'ଣ ଅଛି, ତାକୁ ଦେଖିଲା ପରେ ଯାଇ ତା ଉପରେ ବ୍ୟବସ୍ଥା ଗ୍ରହଣ। ଲୋକର ଗୋଟେ ବଡ଼ ଦାବି ଅଛି, କନ୍ଧମାଳରେ ମାନ୍ୟବର ସାଂସଦ ଅଛନ୍ତି, ଇନଭେଷ୍ଟ କନ୍ଧମାଳ ହେଇଥିଲା, ନୟାଗଡ଼ ଜିଲ୍ଲାରେ ଗୋଟେ ଇନଭେଷ୍ଟ ନୟାଗଡ଼। ଧନ୍ୟବାଦ ଦେବା ଆମର କନ୍ଧମାଳ MP କି, ତାଙ୍କ ନେତୃତ୍ୱରେ ତାଙ୍କ ଲିଡରସିପ୍ରେ ସିଏ ଏକ ଅଭିନବ ପ୍ରୟାସ ମାଧ୍ୟମରେ କନ୍ଧମାଳରେ ଗୋଟେ ଇନଭେଷ୍ଟ କନ୍ଧମାଳ କରିଥିଲେ, ଯାହାଦ୍ୱାରା 500 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମଧ୍ୟ ନିବେଶ କରିବା ପାଇଁ ବିଶେଷ କରି ହସ୍ପିଟାଲିଟି କ୍ଷେତ୍ରରେ ନିବେଶକମାନେ ମନ ବଳେଇଛନ୍ତି ଏବଂ ଯେଉଁଭଳି ଭାବରେ କନ୍ଧମାଳ MP ଗୋଟେ ପ୍ରୋତ୍ସାହିତ କରିବା ପାଇଁ ଶିଳ୍ପପତିମାନଙ୍କୁ ଯେଉଁ ବ୍ୟବସ୍ଥା କରିଥିଲେ, ଆଗାମୀ ଦିନରେ ନୟାଗଡ଼ରେ ମଧ୍ୟ ଇଣ୍ଡଷ୍ଟ୍ରି କରିବା ପାଇଁ ଖଣ୍ଡପଡ଼ାରେ ମାନ୍ୟବର ବିଧାୟକ ସବୁବେଳେ ଆମ ସରକାରଙ୍କ ସହିତ ସବୁବେଳେ ଆଲୋଚନା ମଧ୍ୟ କରୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହିତ, ମୋ ସହିତ, ବିଭାଗର ବିଭିନ୍ନ ଅଧିକାରୀମାନଙ୍କ ସହିତ। ଆଗାମୀ ଦିନରେ ନିଶ୍ଚିତ ଭାବରେ ସୁଫଳ ମିଳିବ। ବିଜେପି